ନମସ୍କାର ବନ୍ଧୁଗଣ, ଭାଗ୍ୟଚକ୍ରର ଏହି ସ୍ୱତନ୍ତ୍ର ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ଆଜି ହେଉଛି 11 ମେ 2026 ସୋମବାର। ସୋମବାର ଦିନଟି ହେଉଛି ଦେବାଦିଦେବ ମହାଦେବଙ୍କର ଅତି ପ୍ରିୟ ବାର। ମନର କାରକ ଚନ୍ଦ୍ରଦେବଙ୍କ ପ୍ରଭାବ ଆଜି ଆପଣଙ୍କ ଜୀବନ ଉପରେ କିପରି ରହିବ ସେ ବିଷୟରେ ଆମେ ଆଲୋଚନା କରିବା। ଆଜିର ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଆପଣଙ୍କ ଭାଗ୍ୟରେ କ'ଣ ପରିବର୍ତ୍ତନ ଆଣିବ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିସ୍ତୃତ ଭାବେ। ତେବେ ସର୍ବପ୍ରଥମେ ନଜର ପକାଇବା ଆଜିର ପଞ୍ଚାଙ୍ଗ ଉପରେ। ଆଜିର ପଞ୍ଚାଙ୍ଗ ତାରିଖ 11 ମେ 2026 ସୋମବାର, ମାସ ବୈଶାଖ ମାସ, କୃଷ୍ଣପକ୍ଷ, ମେଷ 28 ଦିନ। ସୂର୍ଯ୍ୟୋଦୟ ସକାଳ 5ଟା 11 ମିନିଟ୍, ସୂର୍ଯ୍ୟାସ୍ତ ସନ୍ଧ୍ୟା 6ଟା 17 ମିନିଟ୍। ତିଥି ଦଶମୀ ରାତ୍ର 9ଟା 1 ମିନିଟ୍ ପର୍ଯ୍ୟନ୍ତ, ତାପରେ ଏକାଦଶୀ। ନକ୍ଷତ୍ର ଶତଭିକ୍ଷା ସନ୍ଧ୍ୟା 7ଟା 58 ମିନିଟ୍ ପର୍ଯ୍ୟନ୍ତ, ତାପରେ ପୂର୍ବ ଭାଦ୍ରପଦ। ଚନ୍ଦ୍ର କୁମ୍ଭ ରାଶିରେ। ଘାତବାର କୌଣସି ରାଶିର ଘାତବାର ନାହିଁ। ଘାତ ଚନ୍ଦ୍ର ମିଥୁନ, ମୀନ ଓ କର୍କଟ ରାଶିର ଘାତ ଚନ୍ଦ୍ର। ଶୁଭ ବେଳା ଦିବା ସକାଳ 6ଟା 51 ମିନିଟ୍ ଠାରୁ 8ଟା 30 ମିନିଟ୍ ପର୍ଯ୍ୟନ୍ତ ଏବଂ ସକାଳ 10ଟା 15 ମିନିଟ୍ ଠାରୁ ଦିବା 12ଟା ପର୍ଯ୍ୟନ୍ତ। ରାତ୍ର ସନ୍ଧ୍ୟା 7ଟା 45 ମିନିଟ୍ ଠାରୁ ରାତ୍ରି 9ଟା 45 ମିନିଟ୍ ପର୍ଯ୍ୟନ୍ତ। ନିଶ୍ଚିତ ଖାଦ୍ୟ ଆଜି ଦଶମୀ ତିଥି ହେତୁ କଳମ ଶାଗ ଭକ୍ଷଣ ନିଷେଧ। ଏବେ ଚାଲନ୍ତୁ ଜାଣିବା 12ଟି ରାଶିର ରାଶିଫଳ। ପ୍ରଥମେ ମେଷ ରାଶି। ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ନୂତନ ସମ୍ଭାବନା ନେଇ ଆସିବ। ଚାକିରି କ୍ଷେତ୍ରରେ ଆପଣଙ୍କ ଦାୟିତ୍ୱ ବୃଦ୍ଧି ପାଇବ। ସହକର୍ମୀମାନେ ଆପଣଙ୍କୁ ସହଯୋଗ କରିବେ। ଆଜି ନିଜର ଆତ୍ମବିଶ୍ୱାସ ବଜାୟ ରଖନ୍ତୁ, ଯାହା ଆପଣଙ୍କୁ ବଡ଼ ସଫଳତା ଦେବ। ଆର୍ଥିକ ଦିଗରୁ ଦିନଟି ମଜବୁତ ରହିବ, କିନ୍ତୁ ଭବିଷ୍ୟତ ପାଇଁ ସଞ୍ଚୟ ଉପରେ ଗୁରୁତ୍ୱ ଦିଅନ୍ତୁ। ପରିବାରରେ କୌଣସି ଶୁଭ ଖବର ପାଇଁ ମନ ପ୍ରଫୁଲ୍ଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଶୁଭ ରଙ୍ଗ ଗୋଲାପୀ। ଶୁଭ ସଂଖ୍ୟା 8। ପ୍ରତିକାର ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତୁ। ପରବର୍ତ୍ତୀ ରାଶି ବୃଷ ରାଶି। ଆଜିର ଦିନଟି ବୃଷ ରାଶିଙ୍କ ପାଇଁ ଲାଭଦାୟକ ରହିବ। ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରିବେ ଏବଂ ସେଥିରେ ସଫଳ ମଧ୍ୟ ହେବେ। ଆଜି ହେଉଛି ପୁରୁଣା ନିବେଶର ଉତ୍ତମ ଫଳ ପାଇବାର ଦିନ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବାର ସୁଯୋଗ ମିଳିବ। ସ୍ୱାସ୍ଥ୍ୟ ସାମାନ୍ୟ ଠିକ୍ ରହିଲେ ମଧ୍ୟ ଆଖିର ଯତ୍ନ ନିଅନ୍ତୁ। ଶୁଭ ରଙ୍ଗ ଧଳା। ଶୁଭ ସଂଖ୍ୟା 6। ପ୍ରତିକାର ମିଶ୍ରି କିମ୍ବା ଧଳା ମିଠା ଦାନ କରନ୍ତୁ। ପରବର୍ତ୍ତୀ ରାଶି ମିଥୁନ ରାଶି। ଆଜି ମିଥୁନ ରାଶିର ବ୍ୟକ୍ତିମାନେ ସାବଧାନତା ଅବଲମ୍ବନ କରିବା ଉଚିତ। କୌଣସି ଅପରିଚିତ ବ୍ୟକ୍ତିଙ୍କ ସହ ଟଙ୍କା ପଇସା କାରବାର କରନ୍ତୁ ନାହିଁ। କର୍ମକ୍ଷେତ୍ରରେ କିଛି ବାଧାବିଘ୍ନ ଆସିପାରେ, କିନ୍ତୁ ଧୈର୍ଯ୍ୟ ରଖିଲେ ସବୁ ଠିକ୍ ହୋଇଯିବ। ପାରିବାରିକ କ୍ଷେତ୍ରରେ କୌଣସି କଥାକୁ ନେଇ ମନମାଳିନ୍ୟ ହୋଇପାରେ, ତେଣୁ ନିଜର କଥାବାର୍ତ୍ତା ଉପରେ ସଂଯମତା ରଖନ୍ତୁ। ଆଜି ଭାବିଚିନ୍ତି ନିଷ୍ପତ୍ତି ନେବା ଆପଣଙ୍କ ପାଇଁ ଶ୍ରେୟସ୍କର ହେବ। ଶୁଭ ରଙ୍ଗ ସବୁଜ। ଶୁଭ ସଂଖ୍ୟା 5। ପ୍ରତିକାର ଓମ୍ ନମ ଶିବାୟ ମନ୍ତ୍ର ଜପ କରନ୍ତୁ। ପରବର୍ତ୍ତୀ ରାଶି କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଶୁଭ। ମହାଦେବଙ୍କ ଆଶୀର୍ବାଦରୁ ଆପଣଙ୍କର ସମସ୍ତ ବିଗିଡ଼ି ଯାଇଥିବା କାମ ସୁଧୁରିଯିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂତନ କର୍ମ ସଂସ୍ଥାନର ସୁଯୋଗ ମିଳିପାରେ। ପରିବାରର ସଦସ୍ୟମାନଙ୍କ ସହ ସମୟ ଅତିବାହିତ କରିବେ। ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆଜି ଯୋଜନା କରିବା ପାଇଁ ଭଲ ଦିନ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଶୁଭ ରଙ୍ଗ ରୂପେଲି। ଶୁଭ ସଂଖ୍ୟା 2। ପ୍ରତିକାର ଶିବ ଲିଙ୍ଗରେ କଞ୍ଚା କ୍ଷୀର ଲାଗି କରନ୍ତୁ। ପରବର୍ତ୍ତୀ ରାଶି ସିଂହ ରାଶି। ସିଂହ ରାଶି ପାଇଁ ଆଜି ବହୁତ ପରିଶ୍ରମର ଦିନ, କିନ୍ତୁ ଆପଣ ପରିଶ୍ରମ ବେକାର ଯିବ ନାହିଁ। ଦିନ ଶେଷରେ ସଫଳତା ଆପଣଙ୍କର ପାଦ ଚୁମିବ। ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଆଜି କୌଣସି ବଡ଼ ଦାୟିତ୍ୱ ନେଇପାରନ୍ତି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଠାରୁ ସତର୍କ ରୁହନ୍ତୁ। ପିଲାମାନଙ୍କର ଶିକ୍ଷାର ନେଇ ଚିନ୍ତା କରିପାରନ୍ତି। ମାନସିକ ଶାନ୍ତି ପାଇଁ କିଛି ସମୟ ନିଜ ପାଇଁ ବାହାର କରନ୍ତୁ। ଶୁଭ ରଙ୍ଗ କେଶରୀ। ଶୁଭ ସଂଖ୍ୟା 1। ପ୍ରତିକାର ସୂର୍ଯ୍ୟଦେବଙ୍କୁ ପ୍ରଣାମ କରି ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ପରବର୍ତ୍ତୀ ରାଶି କନ୍ୟା ରାଶି। ଆଜି କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଭାଗ୍ୟ ଅନୁକୂଳ ରହିବ।
ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ଆପେ ଆପେ ପୂରଣ ହେବ। ଆର୍ଥିକ ଦିଗରୁ ଉନ୍ନତି ପରିଲକ୍ଷିତ ହେବ। ଆଜି ନୂଆ ବନ୍ଧୁତା ସ୍ଥାପନ ହେବାର ସମ୍ଭାବନା ରହିଛି। ପରିବାରରେ କୌଣସି ଉତ୍ସବର ପରିବେଶ ରହିପାରେ। ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟୀମାନେ ଆଜି କୌଣସି ନୂତନ ଚୁକ୍ତି ସ୍ୱାକ୍ଷର କରିପାରନ୍ତି। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଶୁଭ ରଙ୍ଗ ହାଲୁକା ନୀଳ। ଶୁଭ ସଂଖ୍ୟା 7। ପ୍ରତିକାର ଗଣେଶ ପାଖରେ ଦୁବ ଘାସ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ତୁଳା ରାଶି। ତୁଳା ରାଶିଙ୍କ ପାଇଁ ଆଜି ସମୟ ଟିକେ ଚ୍ୟାଲେଞ୍ଜିଂ ହୋଇପାରେ। କର୍ମକ୍ଷେତ୍ରରେ କିଛି ନୂଆ ସମସ୍ୟା ଦେଖା ଦେଇପାରେ, କିନ୍ତୁ ଆପଣଙ୍କର ବୁଦ୍ଧିମତ୍ତା ବଳରେ ଆପଣ ସେଥିରୁ ମୁକୁଳି ପାରିବେ। ଆର୍ଥିକ କାରବାର ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରେମ ଜୀବନରେ ଆଜି ଟିକେ ମନମାଳିନ୍ୟ ହୋଇପାରେ। ଧୈର୍ଯ୍ୟ ରଖନ୍ତୁ ଏବଂ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ବିଶେଷ କରି ଖାଦ୍ୟପେୟ ଉପରେ। ଶୁଭ ରଙ୍ଗ ଗୋଲାପୀ। ଶୁଭ ସଂଖ୍ୟା 4। ପ୍ରତିକାର ଭଗବାନ ଶିବଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ବିଛା ରାଶି। ଆଜି ବିଛା ରାଶି ପାଇଁ ଉନ୍ନତିର ଦିନ। ଆପଣଙ୍କର ସମସ୍ତ କାମ ଆପଣଙ୍କୁ ସନ୍ତୁଷ୍ଟି ପ୍ରଦାନ କରିବ। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଶଂସା ମିଳିବ। ପୈତୃକ ସମ୍ପତ୍ତିକୁ ନେଇ ଚାଲିଥିବା ବିବାଦର ଆଜି ସମାଧାନ ହୋଇପାରେ। ଦୂରଯାତ୍ରାର ସୁଯୋଗ ରହିଛି। ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ। ଆଜି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭ ମୁହୂର୍ତ୍ତ ଅଛି। ଶୁଭ ରଙ୍ଗ ନାଲି। ଶୁଭ ସଂଖ୍ୟା 9। ପ୍ରତିକାର ହନୁମାନଙ୍କୁ ଦର୍ଶନ କରି ସିନ୍ଦୁର ଟିକା ଲଗାନ୍ତୁ। ପରବର୍ତ୍ତୀ ରାଶି ଧନୁ ରାଶି। ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ସକାରାତ୍ମକ ରହିବ। ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଶିକ୍ଷା କ୍ଷେତ୍ରରେ ଥିବା ବିଦ୍ୟାର୍ଥୀମାନଙ୍କୁ ଅପୂର୍ବ ସଫଳତା ମିଳିବ। ବ୍ୟବସାୟରେ ଆଜି ଲାଭ ହେବାର ବହୁତ ଭଲ ସମ୍ଭାବନା ରହିଛି। ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସମନ୍ୱୟ ରହିବ। ସ୍ୱାସ୍ଥ୍ୟ ଠିକ୍ ରହିବ। ଶୁଭ ରଙ୍ଗ ହଳଦିଆ। ଶୁଭ ସଂଖ୍ୟା 3। ପ୍ରତିକାର ହଳଦୀ ଚନ୍ଦନର ଟିକା ମୁଣ୍ଡରେ ଲଗାନ୍ତୁ। ପରବର୍ତ୍ତୀ ରାଶି ମକର ରାଶି। ମକର ରାଶି ପାଇଁ ଆଜିର ଦିନଟି ମିଶ୍ରିତ ଫଳ ଦେବ। କର୍ମକ୍ଷେତ୍ରରେ ଅଧିକ କାମର ଚାପ ରହିପାରେ। ଆପଣଙ୍କୁ କିଛି ପୁରୁଣା ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ଆର୍ଥିକ ଦିଗରେ ସାମାନ୍ୟ ସଙ୍କଟ ଦେଖା ଦେଇପାରେ, ତେଣୁ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହ ସମୟ ଅତିବାହିତ କଲେ ମନ ହାଲକା ଲାଗିବ। ଶତ୍ରୁମାନଙ୍କ ପ୍ରତି ସତର୍କ ରୁହନ୍ତୁ। ଶୁଭ ରଙ୍ଗ ନୀଳ। ଶୁଭ ସଂଖ୍ୟା 7। ପ୍ରତିକାର ଶନି ଚାଳିଶା ପାଠ କରନ୍ତୁ। ପରବର୍ତ୍ତୀ ରାଶି କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜି ଏକ ସଫଳତାପୂର୍ଣ୍ଣ ଦିନ। ଆପଣଙ୍କର ସୃଜନଶୀଳ ଶକ୍ତି ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଆପଣଙ୍କର ଆଧିପତ୍ୟ ରହିବ। ନୂଆ ଆୟର ଉତ୍ସ ଖୋଜି ପାଇବେ। ଯଦି ଆପଣ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇଛନ୍ତି, ତେବେ ଶୁଭ ଫଳ ମିଳିପାରେ। ବୈବାହିକ ଜୀବନ ଅତି ଆନନ୍ଦଦାୟକ ହେବ। ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଧ୍ୟାନ ଦିଅନ୍ତୁ, ବିଶେଷ କରି ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୋଇପାରେ। ଶୁଭ ରଙ୍ଗ ବାଇଗଣୀ। ଶୁଭ ସଂଖ୍ୟା 4। ପ୍ରତିକାର ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ମୀନ ରାଶି। ମୀନ ରାଶି ପାଇଁ ଆଜି ଦିନଟି ଆଧ୍ୟାତ୍ମିକତାର ଦିନ। ମନରେ ଶାନ୍ତି ରହିବ। ପୂର୍ବରୁ ଅଟକି ରହିଥିବା ଟଙ୍କା ଫେରି ପାଇପାରନ୍ତି। ପରିବାରରେ କୌଣସି ଶୁଭ କାର୍ଯ୍ୟର ଯୋଜନା ହୋଇପାରେ। ବ୍ୟବସାୟୀମାନଙ୍କ ପାଇଁ ଦୂରଯାତ୍ରା ଲାଭଦାୟକ ହେବ। ସମାଜରେ ଆପଣଙ୍କର ଗୁରୁତ୍ୱ ବଢ଼ିବ। ନିଜର ବୁଦ୍ଧି ଓ ବିବେକ ପ୍ରୟୋଗ କରି ଆଜି ଆପଣ କୌଣସି ଜଟିଳ ସମସ୍ୟାର ସମାଧାନ କରିବେ। ଶୁଭ ରଙ୍ଗ ହଳଦିଆ। ଶୁଭ ସଂଖ୍ୟା 1। ପ୍ରତିକାର ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ। ଦର୍ଶକ ବନ୍ଧୁ, ଏହା ଥିଲା 11 ମେ 2026 ସୋମବାରର ସମ୍ପୂର୍ଣ୍ଣ ରାଶିଫଳ। ଆଶା କରୁଛି ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଓ ସୌଭାଗ୍ୟଶାଳୀ ହେବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ଲେଖିବାକୁ ଜମା ବି ଭୁଲନ୍ତୁ ନାହିଁ। ଆପଣଙ୍କର ଗୋଟିଏ ଲାଇକ୍ ଆମକୁ ଆହୁରି ଭଲ କାମ କରିବାକୁ ଉତ୍ସାହିତ କରେ। ଆସନ୍ତାକାଲି ପୁଣି ଦେଖା ହେବ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।